ମାନସିକ ପୂରଣ ପାଇଁ ବୋଲବମ୍ ଯାତ୍ରାରେ ବାହାରିଥିଲେ ଚିନ୍ମୟୀ। ଗାଁ ଲୋକଙ୍କ ସାଥିରେ ଯାଉଥିଲେ ନଦୀରୁ ଜଳ ଉଠାଇ ନିଜ ଗାଁ ଠାକୁରଙ୍କୁ ଜଳାଭିଷେକ କରିବେ। ହେଲେ କେଉଁଠି ଥିଲା କେଜାଣି ରାସ୍ତା ଉପରେ କାଳ ଭଳି ମାଡ଼ି ଆସିଲା କାର୍ଟି ଆଉ ଧକ୍କା ଦେଲା। ଚିନ୍ମୟୀଙ୍କ ସହ ଅନ୍ୟମାନେ ବି ଗୁରୁତର ଆହତ ହେଲେ। ତେବେ ସେମାନଙ୍କ ମଧ୍ୟରୁ ଚିନ୍ମୟୀ ଓ ଆଉ ଜଣେ ଯୁବକଙ୍କର ପ୍ରାଣ ଚାଲିଗଲା। ଦେଖୁଛନ୍ତି ତ କେମିତି ବ୍ୟକ୍ତି ଜଣକ ହସ୍ପିଟାଲ ବାହାରେ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି। ନିଜ ସମ୍ପର୍କୀୟକୁ ହରାଇ ପୁରା ହତାଶ ହୋଇପଡ଼ିଛନ୍ତି। ମନ ଖୁସିରେ ଘରୁ ବାହାରିଥିଲେ ମହାଦେବଙ୍କ ଉପରେ ଜଳ ଲାଗି କରିବେ, କିନ୍ତୁ ଅଧା ରାସ୍ତାରେ ଘଟିଲା ଅଘଟଣ। ପାଣି ଭାର ଧରି ରାସ୍ତା ଉପରେ ଠିଆ ହୋଇଥିଲେ କାଉଡ଼ିଆ। ହଠାତ୍ ଗୋଟିଏ କାର୍ ଦ୍ରୁତଗତିରେ ମାଡ଼ି ଆସିଲା ଆଉ ଚାହୁଁ ଚାହୁଁ 5ରୁ 6 ଜଣଙ୍କ ଉପରେ ମାଡ଼ିଗଲା। କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତ କୋଇଲି ତହସିଲ ଅଫିସ ଛକରେ କାଉଡ଼ିଆଙ୍କ ଉପରେ ମାଡ଼ିଗଲା ଏହି କାର୍। ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଆଉ 2 ଜଣ କାଉଡ଼ିଆ ଗୁରୁତର ଭାବେ ଆହତ ହୋଇ କଟକ ଏସ୍ସିବିକୁ ସ୍ଥାନାନ୍ତର ହୋଇଛନ୍ତି। ପାଖାପାଖି 3 ଜଣ ଆହତ ହୋଇ ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଜିଗିନପୁର ବସୁପଦା ଗ୍ରାମରୁ ପ୍ରାୟ 37 ଜଣ କାଉଡ଼ିଆ ପାଣି ଉଠାଇ ନିଜ ଗ୍ରାମ ସିଦ୍ଧେଶ୍ୱର ମହାଦେବଙ୍କ ପାଖରେ ଜଳ ଲାଗି କରିବା ପାଇଁ ଯିବା ସମୟରେ ଏହି ଅଘଟଣ ଘଟିଛି। ଜିଗିନପୁର ଆମର ମହାବୀର ବୋଲବମ୍ ସଂଘ ତରଫରୁ ଆମର ବୋଲବମ୍ ଆସିଥିଲେ। ବାବୁଜଙ୍ଗରୁ ନେଇକି ଯାଉଥିଲେ ଆମର ସିଦ୍ଧେଶ୍ୱରକୁ ଯିବାର ଥିଲା। ତେଣୁ ପିଲା ଆମର ଗାଡ଼ି ସେ ଟାଟା ଏସିଟା ଆଗରୁ ସେଠି ଠିଆ ହେଇଥିଲା। ମାଇକ୍ ଟାଟା ଏସିଟା ଆମର ତହସିଲ ଛକ ପାଖରେ ମେନ୍ ରୋଡ଼ ଉପରେ ଠିଆ ହେଇଥିଲା। ତେଣୁ ପିଲାମାନେ 4-5 ଜଣ ଯେଉଁ ଆସିଥିଲେ, ଯେଉଁମାନଙ୍କର ଆକ୍ସିଡେଣ୍ଟ ହେଲା, ସେମାନେ ଆସିକି ଠିଆ ହେଇଥିଲେ। ଅନ୍ୟମାନେ ଆସିଲେ ଆମେ ସେଠୁ ଗାଡ଼ି ସାଙ୍ଗରେ ଯିବୁ ବୋଲି ହଠାତ୍ ଗୋଟେ ଗାଡ଼ି 100 ସ୍ପିଡ୍ ଉପରେ ବୋଧେ ଆସିଥିଲା ଏବଂ ସେ ପଛପଟରୁ ମାଡ଼ କଲା। ସେ ଝିଅକୁ ପ୍ରଥମେ ବାଡ଼େଇଲା ପରେ ତାପରେ ଗାଡ଼ିକି ବାଡ଼େଇଲା। ଗାଡ଼ି ଆଗରେ ବି ଆଉ ଯେଉଁ ପିଲା ଥିଲେ ତାଙ୍କୁ ମଧ୍ୟ ବି ଗାଡ଼ି ବିଜେ ନଉଟି ପଡ଼ିଲା। ସେ ପଡ଼ିଲା ପରେ ତାଙ୍କୁ ବି ମାଡ଼ ହେଇଛି। ରାତି 10:40 ହେବ ଫାୟାର ଭେହିକିଲରେ ଆମର 2 ଜଣ ବୋଲବମ୍ ଯାଉଥିଲେ, କ'ଣ ତାଙ୍କର ଆକ୍ସିଡେଣ୍ଟ ହେଇଛି। ଜଣେ ତା ଭିତରୁ ଲେଡ଼ିଜ୍ ଯିଏ ଜଣେ ଚିନ୍ମୟୀ ବେହେରା, ସେ ଡେଥ୍ ହେଇଯାଇଛି। ଆଉ ଜଣେ କଟକ ପଠେଇଲି, ଆଉ ଜଣେ ବି କଟକ ଯିବେ ଏବେ। ତେଣୁ 3 ଜଣ ଆସିଛନ୍ତି ମୋ ପାଖକୁ। ଜଣେ ଡେଥ୍ ହେଇଗଲା, ଆଉ 2 ଜଣ ସିରିୟସ୍ ଅଛନ୍ତି, ତାଙ୍କୁ କଟକ ପଠେଇଲି। ଯାହା ସୂଚନା ରହିଛି, ଶ୍ରାବଣ ମାସ 2ୟ ସୋମବାରରେ ଶିବଲିଙ୍ଗରେ ଜଳ ଲାଗି କରିବା ପାଇଁ ଯାଉଥିବା ବେଳେ ବିଭିନ୍ନ କାରଣରୁ 24 ଘଣ୍ଟା ଭିତରେ 4ରୁ ଅଧିକ ବୋଲବମ୍ ଭକ୍ତଙ୍କର ଜୀବନ ଗଲାଣି। ଗତକାଲି ସକାଳେ ଯାଜପୁର ଟାଉନ ବଲ୍ଲଭୀଘାଟଠାରେ ଆଖଣ୍ଡଳମଣିକୁ ଯିବା ପାଇଁ ପାଣି ଉଠାଉଥିବା ବେଳେ ଭଣ୍ଡାରୀ ପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ମନ୍ମଥ ସାମଲ ବୁଡ଼ି ପ୍ରାଣ ହରାଇଥିଲେ। ସେ ତାଙ୍କ ସାଙ୍ଗ ପ୍ରଶାନ୍ତ ସାମଲଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ବୁଡ଼ିଗଲେ। ପ୍ରଶାନ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜୀବନ ଚାଲିଗଲା ମନ୍ମଥଙ୍କର। ଅନ୍ୟପଟେ ବୋଲବମ୍ ପାଣି ଉଠାଇବା ବେଳେ କଟକ ମହାନଦୀ ଗଡ଼ଗଡ଼ିଆ ଘାଟ ନିକଟରେ ବି ଘଟିଛି ଅଘଟଣ। ସୌମ୍ୟରଞ୍ଜନ ନାମକ ଜଣେ ଯୁବକ ପାଣି ଉଠାଉଥିବା ବେଳେ ବୁଡ଼ି ଯାଇଥିଲେ। 2 ଜଣ କାଉଡ଼ିଆ ବୁଡ଼ି ଯାଉଥିବା ବେଳେ ଜଣକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଗଡ଼ଗଡ଼ିଆ କୂଳରେ ଅଗ୍ନିଶମ ବିଭାଗ ଦ୍ୱାରା ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅଗ୍ନିଶମ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଅନେକ କାଉଡ଼ିଆଙ୍କୁ ସେମାନେ ଭାସି ଯାଉଥିବା ବେଳେ ଉଦ୍ଧାର କରିଛନ୍ତି। ସେହିପରି ନୟାଗଡ଼ ସଦର ଥାନା ଆନ୍ତରିକ ହୀରାଦେଇପୁର ଗାଁର ବୃନ୍ଦାବନ ସ୍ୱାଇଁଙ୍କର ଅଚାନକ ମୃତ୍ୟୁ ଘଟିଛି। ସେ ଜଳାଭିଷେକ ପାଇଁ ପାଣି ଆଣିବା ଲାଗି କଣ୍ଟିଲୋ ଘାଟକୁ ଯାଇଥିଲେ। କଣ୍ଟିଲୋରୁ ପାଣି ଉଠାଇ ଚାଲି ଚାଲି ମାଳିସାହି ଗତିକେଶ୍ୱର ଠାକୁରଙ୍କ ପାଖକୁ ଆସୁଥିଲେ, କିନ୍ତୁ ଯୋଗିଆପଲ୍ଲୀ ନିକଟରେ ସେ ହଠାତ୍ ତଳେ ପଡ଼ିଯାଇଥିଲେ। ସେଠାରୁ ସଙ୍ଗେ ସଙ୍ଗେ ତାଙ୍କୁ 108 ଆମ୍ବୁଲାନ୍ସରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆସିଥିଲେ ପାଣି ଉଠିବା ନେଇକି, ପାଣି ଉଠିଲା ବେଳେ ଆମର ଭାଇ ଜଣେ ପାଣି ଉଠିବା ନେଇକି ଭିତରକୁ ଗଲେ, ସଂକଳ୍ପ କରିବେ। ପାଣି ନେଇକି ଆସିବା ସମୟ ତାଙ୍କ ଗୋଡ଼ ଖସିଗଲା। ଖସିଗଲା ଯେମିତି ନଦୀ ତାଙ୍କୁ ଟାଣି ମୁଁ ଉଦ୍ଧାର କରିବା ଲାଗି ତାଙ୍କ କତିକି ପଳେଇଥିଲି। ଉଦ୍ଧାର କରିବା ଲାଗି ଗଲାବେଳକୁ ମୋ ଗୋଡ଼ ଖସିଗଲା, ମୁଁ ବି ସେଠି ବୁଡ଼ିଗଲି। ମୋତେ ସେଠିକା ଲୋକ ଉଦ୍ଧାର କଲେ, ପାଣି ଗଲା ଆଉ ତାକୁ ଆଉ ପାଇଲେନି। ପାଣିରେ ତାଙ୍କୁ ୱେଟଲ୍ ଟିମ୍ ପାଇଗଲା। କୁଆଡ଼େ ଯାଇଥାନ୍ତ ପାଣି ନେଇ? କୋଉଠି ଯାଇଥାନ୍ତ? ଆରୁଡ଼ି ଯାଇଥାନ୍ତି। କୋଉଠୁ ନେଇକି ପାଣି ଯାଇଥାନ୍ତ? ଦଶାଶନି ଘାଟ। କ'ଣ କେମିତି ଅଘଟଣ ଘଟିଲା ଯେ ସେଠି ଜାଗାରେ ଯୋଉ ଖାଲ ରହିଥିଲା ନା କ'ଣ? ଆଜ୍ଞା, ସେ ଜାଗାରେ ଖାଲ ରହିଥିଲା ବହୁତ। ସେ ଆଉ ଜାଣିପାରିଲେନି, ତାଙ୍କ ଗୋଡ଼ ଯେତେବେଳେ ଖସିଗଲା ପାଣିରେ ଭାସିଗଲେ। ଆଉ ଯେତେବେଳେ ଆକ୍ଚୁଆଲି ସେ ପେସେଣ୍ଟ କ୍ୟାଜୁଆଲିଟିକୁ ନେଇକି ଆସିଥିଲେ, ତାକୁ ତା ରିଲେଟିଭ୍ ମାନେ 5:45 ପାଖାପାଖି, ଅଲରେଡ଼ି ତା ଭାଇଟାଲ୍ସ କିଛି ମେଜର କରି ହେଉନଥିଲା। ତା ହାର୍ଟ ବିଟ୍, ଚେଷ୍ଟ ସବୁ ସାଇଲେଣ୍ଟ ଥିଲା, କିଛି ନଥିଲା। ଫିର୍ ବି ଆମେ ଚେଷ୍ଟା କଲୁ ଟିକେ ସମୟ। ଆଉ ସେ ଯେହେତୁ ସକାଳୁ କିଛି ଖାଇନଥିଲା, କ'ଣ କାରଣ ହେଇପାରେ ପୋଷ୍ଟମର୍ଟମ୍ ପାଇଁ ତ ରଖାହେଇଛି। ମାନେ କଲା ପରେ ଜଣାପଡ଼ିବ। ଦର୍ଶକ ବନ୍ଧୁ, ଶ୍ରାବଣ ମାସରେ ଜଳ ଲାଗି କରିବା ପାଇଁ ସାରା ରାଜ୍ୟରେ ଭକ୍ତଙ୍କ ଭିଡ଼ ଲାଗୁଛି। ନଦୀ ଓ ଜଳାଶୟରୁ ଶୈବ ପୀଠ ଯାଏ
ପ୍ରତିବର୍ଷ ଅନେକ ଅଘଟଣ ଘଟୁଛି। ଅକାଳରେ ଭକ୍ତଙ୍କ ମୃତ୍ୟୁ ହେଉଛି। କେତେବେଳେ ଅସାବଧାନତା ପାଇଁ, ଆଉ କେବେ ଦୁର୍ଭାଗ୍ୟରୁ ଘଟୁଛି ଘଟଣା। ଯଦିଓ ଅନେକ ନଦୀଘାଟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି, ହେଲେ ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ। ନିଜେ ଶ୍ରଦ୍ଧାଳୁମାନେ ସଚେତନ ରହିବା ସହ ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ ଅଧିକ ଧ୍ୟାନ ଦେବା ଦରକାର। କାରଣ ଦିନକୁ ଦିନ ବୋଲବମ୍ ଭକ୍ତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ି ଚାଲିଛି। ବୋଲବମ୍ ଭକ୍ତମାନେ ଜଳାଭିଷେକ ପାଇଁ ଯିବା ପୂର୍ବରୁ ପ୍ରଥମେ ନିଜ ସ୍ୱାସ୍ଥ୍ୟ ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ। ନିଜର ସାମର୍ଥ୍ୟ ଅନୁସାରେ ଦୂର ଜାଗାକୁ ଯାତ୍ରା କରନ୍ତୁ। ନଦୀରୁ ପାଣି ଉଠାଇବା ବେଳେ ଗଭୀର ପାଣିକୁ ଯାଆନ୍ତୁ ନାହିଁ। ରାସ୍ତାରେ ଗଲାବେଳେ ଅତି ସତର୍କ ହୋଇ ଚାଲନ୍ତୁ। ନଚେତ୍ ପ୍ରଭୁଙ୍କ ଆଶୀର୍ବାଦ ପାଇବା ଲାଗି ଯାଉଥିବା ଭକ୍ତଙ୍କ ପାଇଁ ବୋଲବମ୍ ଯାତ୍ରା ଏଭଳି ଅଭିଶପ୍ତ ପାଲଟିଯିବ। କଟକ ସାଲେପୁରରୁ ଶୁଭାଶିଷ ବସନ୍ତ ରାୟ, ନୟାଗଡ଼ରୁ ଦେବବ୍ରତ ନାୟକ, କଟକରୁ ବିଭୁ ପ୍ରସାଦ ସ୍ୱାଇଁ, ଯାଜପୁର ଟାଉନରୁ ଦେବାଶିଷ ସାହୁଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।